ପଛରେ ବୈଜ୍ଞାନିକ କାରଣ ଅଛି। ସାପଙ୍କ ବାବଦରେ ଏମିତି କିଛି ରୋଚକ ତଥ୍ୟ ଦର୍ଶକ ବନ୍ଧୁ ସାମ୍ନାକୁ ଆସିଛି। ଜୀବଙ୍କୁ ମାରିବା ଠିକ ନୁହେଁ, ଜୀବ ହତ୍ୟା ମହାପାପ, ଏକଥା ସମସ୍ତେ ଜାଣନ୍ତି, କିନ୍ତୁ ଅନେକ ସମୟରେ ଲୋକମାନେ ରାଗରେ ହଉ ବା ଡରରେ ହଉ ଏଭଳି କରନ୍ତି। ବିଶେଷ କରି ସାପ ମାନଙ୍କ ସହିତ ଏହା ଘଟେ। ଗାଁରେ ଯଦି ସାପ କାହାର ଘରେ ପଶି ଆସେ, ଲୋକମାନେ ଭୟଭୀତ ହେଇକି ଏହାକୁ ହତ୍ୟା କରନ୍ତି ଯେ ଏହା କାହାକୁ କାମୁଡ଼ି ପାରେ, କାମୁଡ଼ିବାର ଆଶଙ୍କା ମଧ୍ୟ ରହିଛି। ଅନେକ ଥର ସାପ କାହାକୁ କାମୁଡ଼ିବା ହେତୁ ଲୋକମାନେ କ୍ରୋଧିତ ହେଇକି ସାପକୁ ହତ୍ୟା ବି କରନ୍ତି। କିନ୍ତୁ ଗୋଟେ ଆର୍ଟିକଲରେ ଆମେ ଆପଣଙ୍କୁ ଏ କଥା ଲେଖା ହେଇଥିବା ନେଇ କହିବୁ ଯେ ଲୋକମାନେ କାହିଁକି ସାପର ମୁଣ୍ଡକୁ ମାରିବା ପରେ ତାକୁ ଛେଚି ଦିଅନ୍ତି, ସ୍କ୍ରାଚ୍ କରନ୍ତି। ଏହା ପଛରେ କ'ଣ ସାଇଣ୍ଟିଫିକ କିଛି କାରଣ ରହିଛି କି ନା ଏ ଅନ୍ଧବିଶ୍ୱାସ ହେତୁ ଲୋକମାନେ ଏ ସବୁ କରନ୍ତି? କ'ଣ ପ୍ରକୃତରେ ଏହା ପଛର କାରଣ? ଦର୍ଶକ ବନ୍ଧୁ, ଏ ପ୍ରଶ୍ନର ଉତ୍ତର ସାଇନ୍ସ ଫ୍ୟାକ୍ଟ ଦ୍ୱାରା ଏକ ରିପୋର୍ଟରେ ପ୍ରକାଶ ପାଇଛି। ବାସ୍ତବରେ ସାଇନ୍ସ ଫ୍ୟାକ୍ଟ ଏହାର ଆର୍ଟିକଲରେ ଏକଥାକୁ ଦାବି କରୁଛି ଯେ ସେଠାରେ କିଛି ସାପ ଅଛନ୍ତି, ଯଦିଓ ସେମାନେ ମରିଯାଆନ୍ତି, ସେମାନଙ୍କର ମୁଣ୍ଡ ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ। ପ୍ରେଜ୍ ଲର୍ଡ, ସମସ୍ତଙ୍କୁ ସ୍ୱାଗତ କରୁଛି ଲିଭିଂ ଗଡ୍ ଚ୍ୟାନେଲରେ। ପ୍ରିୟ ଭାଇ ଓ ଭଉଣୀମାନେ, ସାପକୁ ନେଇକି ଏଇ ନ୍ୟୁଜ୍ କରାଯାଉଛି ଯାହାକି ଆପଣମାନେ ଦେଖିଅଛନ୍ତି। ଆଉ ସାପ କାହିଁକି ମଣିଷ ଗଇଟିରେ ଆଘାତ କରେ, ମଣିଷ ତାଙ୍କ ମସ୍ତକରେ ଆଉ ଆଘାତ କରେ। ଏହି ବିଷୟ ଅନେକ ଲୋକ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନେ ଜାଣିନାହାନ୍ତି, କିନ୍ତୁ ଯେତେ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ସେମାନେ ଜାଣିଛନ୍ତି। ଆଉ ସେଇ ବିଷୟରେ ଲେଖାଯାଇଛି ବାଇବଲରେ, ଲେଖାଯାଇଅଛି। ଏଥିପାଇଁ ଏସବୁ ଘଟଣା ଘଟୁଅଛି। ଆଉ ବାଇବଲର ଭବିଷ୍ୟବାଣୀ ବହୁତ ଶକ୍ତିଶାଳୀ ଅଟେ, ବହୁତ ପାୱାରଫୁଲ୍ ଅଟେ। ଆଉ ଏ ବିଷୟ ସମସ୍ତେ ଆସନ୍ତୁ ବାଇବଲରେ କେଉଁ ଜାଗାରେ ଲେଖାଯାଇଛି ତାହା ମଧ୍ୟ ମୁଁ ଆପଣଙ୍କ ସମ୍ମୁଖରେ ପଢ଼ିବାକୁ ଚାହେଁ। ଆଦି ପୁସ୍ତକ, ପୁରାତନ ନିୟମର ଆଦି ପୁସ୍ତକ, ତାର 3 ଅଧ୍ୟାୟ ତାର 14 ପଦ ଆମେ ପଢ଼ିବା ତଳକୁ। ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପ କହିଲେ, ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ମାନେ ଅଭିଶାପ ପାଇଲା ସର୍ପ। ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗଇଟିକୁ ଆଘାତ କରିବ। ଏହି ବିଷୟକୁ ନେଇକି ଏହି ନ୍ୟୁଜ୍ରେ କୁହାଯାଉଛି, କିନ୍ତୁ ଏହି ବିବ୍ଲିକାଲି ସେମାନେ ଜାଣିନଥିବେ, କିନ୍ତୁ ବାଇବଲରେ ଲେଖାଯାଇଥିବା କଥା ଘଟୁଅଛି ଏହି ପୃଥିବୀରେ। ଦେଖନ୍ତୁ, ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗଇଟିକୁ ଆଘାତ କରିବ। ମସ୍ତକକୁ କିଏ ଆଘାତ କରିବ? ଭାଇମାନେ, ମସ୍ତକକୁ ଆଘାତ କରିବା ଆମ୍ଭେମାନେ, ମଣିଷମାନେ ଚାଲି ଯାଉଥିବା ସମୟରେ ତାହା ଉପରେ ହିଁ ଆମେ ଆଉ ଗଇଟିରେ ସେ ଆଘାତ କରିବ। ଯଦି ତାଙ୍କୁ ଆମେ ଆଉ ପାଦରେ ତାଙ୍କୁ ଲଗେଇ ଦେଉଛୁ, ତାହେଲେ ସେ ମଧ୍ୟ ଆମକୁ ଆଉ ପାଦରେ ସେ ଚୋଟ ମାରିବ। ଦେଖନ୍ତୁ, ଏହି ବିଷୟ କୌଣସି ଶାସ୍ତ୍ରରେ ଲେଖାଯାଇ ନାହିଁ, ଯାହାକି ବାଇବଲରେ ଲେଖାଯାଉଛି। ଆଉ ତାହା ଏବେ ସୋଶାଲ ମିଡ଼ିଆରେ ଆଉ ନ୍ୟୁଜ୍ ମାଧ୍ୟମରେ ସମସ୍ତ ଲୋକ ଜାଣିବାକୁ ପାଉଛନ୍ତି। କିନ୍ତୁ ଏହି କଥା ଶୁଣିଲେ ମଧ୍ୟ, ନ୍ୟୁଜ୍ରେ ଦେଖିଲେ ମଧ୍ୟ ସେମାନେ ଆଉ ସାଇନ୍ସକୁ ସେମାନେ ବିଶ୍ୱାସ କରିବେ, ବାଇବଲକୁ ନୁହଁ। କିନ୍ତୁ ବାଇବଲରେ ଯାହା ଲେଖାଯାଇଛି ତାହା ସାଇନ୍ସ କହୁଅଛି। ଏକଥା ସେମାନେ ଜାଣିବା ଦରକାର। ଆଉ ଏହି ବିଷୟ ଯାହାକି ପରମେଶ୍ୱର କହିଥିଲେ, ଏହି ସର୍ପ ଆଉ ନାରୀର ବିଷୟରେ, ଯେତେବେଳେ ଆର ବହୁତ ଲମ୍ବା ୟଦନ ଉଦ୍ୟାନରେ ଗୋଟିଏ ଅଛି ଯାହାକି କହିଲେ ବହୁତ ଲମ୍ବା ହେଇଯିବ ଭିଡ଼ିଓ, କିନ୍ତୁ ଏମିତି ଲେଖାଯାଇଥିଲା ଯାହାକି ଆଉ ଆମ୍ଭେ ତୁମ୍ଭର ନାରୀ ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା। ଦେଖନ୍ତୁ, ନାରୀ ଓ ସର୍ପ ମଧ୍ୟରେ ଶତ୍ରୁତା ଅଛି। ଆଉ ଶତ୍ରୁତା ଅଛି ଏଥିପାଇଁ କ'ଣ କଲା, ସେ ତୁମ୍ଭର ମସ୍ତକକୁ ଆଘାତ କରିବ। କିଏ? ମଣିଷମାନେ ଆଘାତ କରିବେ ସେଇ ସର୍ପର ମସ୍ତକରେ। ଆଉ ସେଇ ସର୍ପ କ'ଣ କରିବ? ଆମ୍ଭମାନଙ୍କୁ, ମଣିଷମାନଙ୍କୁ ଗଇଟିରେ ଆଘାତ କରିବ। ଆଉ ଆମମାନଙ୍କୁ ପାଦ ଚୋଟ ମାରିବ। କାହିଁକିନା ସେ
ପେଟ ଦେଇ ଗମନ କରୁଛି ନା ଧୂଳି ଯାବଜୀବନ କାହିଁକି। ଦେଖନ୍ତୁ ପ୍ରିୟ ଭାଇ ଓ ଭଉଣୀମାନେ, ଭିଡ଼ିଓ କେମିତି ଲାଗିଲା? ଯଦି ଭିଡ଼ିଓ ଭଲ ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ, ଯାହାକି ଏ ଆଘାତ କରିବା ଆଉ ମସ୍ତକରେ ଆଉ ମଣିଷ ଆଘାତ କରିବା ବିଷୟରେ ଆଉ ମଣିଷକୁ ଗୋଇଠାରେ ଆଘାତ କରିବା ବିଷୟରେ ବାଇବଲରେ ଲେଖାଯାଇଥିଲା, ତାହା ଏଇ ବର୍ତ୍ତମାନ ସମୟରେ ଲୋକମାନେ ସୋସିଆଲ ମିଡ଼ିଆ ତରଫରୁ ନ୍ୟୁଜ୍ ବାଲାମାନେ ତରଫରୁ ଜାଣିପାରୁଛନ୍ତି, ଯେଉଁମାନେ ବାଇବଲ ପଢ଼ନ୍ତି ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଭିଡ଼ିଓ ସେୟାର କର। ଯଦି ପ୍ରଥମ ଥର ପାଇଁ ମୋ ଚ୍ୟାନେଲରେ ଆସିଅଛ ତାହେଲେ ସବସ୍କ୍ରାଇବ୍ କର ଏମିତି ଭିଡ଼ିଓ ଦେଖିବା ପାଇଁ। ସମସ୍ତଙ୍କୁ ପ୍ରେଜ୍ ଲର୍ଡ, ଗଡ୍ ବ୍ଲେସ୍ ୟୁ।